ଏବେ ଏବେ ଦେଖନ୍ତୁ ଭତ୍ତା ଟଙ୍କାକୁ ନେଇ ଆଉ ଗୋଟିଏ ମୁଁ ନୂଆ ଇନଫର୍ମେସନ୍ ନେଇ ଆସିଛି ଯାହାକି ଆପଣମାନେ ଏଇଠି ସ୍କ୍ରିନ୍ ମାଧ୍ୟମରେ ଦେଖିପାରୁଥିବେ ଭତ୍ତା ଟଙ୍କା ଆସିଗଲା ଅର୍ଥାତ୍ ଯେଉଁମାନଙ୍କର ଭତ୍ତା ଟଙ୍କା ଆସିନଥିଲା ସେଇମାନଙ୍କ ପାଇଁ ବର୍ତ୍ତମାନ ଯାହାକି ଖୁସି ଖବର ଆସିଯାଇଛି ସରକାରଙ୍କ ତରଫରୁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା କାଲି ଯାହାକି ପ୍ରଦାନ କରାଯାଇଛି। ଏଇଠି ଆପଣମାନେ ସ୍କ୍ରିନ୍ ମାଧ୍ୟମରେ ମଧ୍ୟ ଦେଖିପାରୁଥିବେ ଆପଣଙ୍କର ଯେଉଁ ଏସ୍ଏମ୍ଏସ୍ ରହିଛି ସେଇ ଏସ୍ଏମ୍ଏସ୍ଟି ମଧ୍ୟ ଆପଣଙ୍କର ଦେଖନ୍ତୁ ଆସିଯାଇଛି ଯାହାକି ଆପଣମାନେ ଏଇଠି ସ୍କ୍ରିନ୍ ମାଧ୍ୟମରେ ଦେଖିପାରୁଥିବେ କାଲି ସନ୍ଧ୍ୟା 6ଟାରେ ଏହି ଏସ୍ଏମ୍ଏସ୍ଟି ଆସିଯାଇଛି। ଦେଖନ୍ତୁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟର ନମ୍ବର ଉପରେ ଆପଣଙ୍କର ଶୋ କରୁଛି କେତେ ଟଙ୍କା ଆପଣଙ୍କର ଆସିଛି ସେ ନେଇ ମଧ୍ୟ ଅପଡେଟ୍ ରହିଛି ଏବଂ କେତେ ତାରିଖରେ ଆସିଛି ସେଇଟା ମଧ୍ୟ ଆପଣଙ୍କର ଅପଡେଟ୍ଟି ରହିଛି। ନେକ୍ସଟ ଦେଖନ୍ତୁ ଆଉ ଗୋଟେ ଏସ୍ଏମ୍ଏସ୍ ଆପଣଙ୍କୁ ମୁଁ ଦେଖାଇ ଦେଉଛି ଏଇଠି ଆଗରେ ମଧ୍ୟ ଆପଣଙ୍କର ସେ ନେଇ ଅପଡେଟ୍ ରହିଛି ଏବଂ ଆପଣଙ୍କର ଡେଟ୍ ରହିଛି 10/6/2026 ତା ସହିତ ଆପଣଙ୍କର ଟାଇମ୍ ମଧ୍ୟ ଏଇଠି ଆପଣ ଦେଖିପାରୁଥିବେ ଏବଂ ଆପଣଙ୍କର ବ୍ୟାଙ୍କର ନାଁ ମଧ୍ୟ ରହିଛି। ତେବେ ଯେଉଁମାନଙ୍କର ଆକାଉଣ୍ଟକୁ ଏଥର ଯେଉଁ ଆପଣଙ୍କର ଭତ୍ତା ଟଙ୍କାଟି ଦିଆଯାଇଛି ସେହି ଭତ୍ତା ଟଙ୍କାଟି ଆସିଛି ସେଇମାନଙ୍କର ମୋବାଇଲକୁ ଏମିତି ଆପଣଙ୍କର ଏସ୍ଏମ୍ଏସ୍ ଆସିଥିବାର ଯାହାକି ଜଣାପଡ଼ିଛି। ତେବେ ଦେଖନ୍ତୁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ଟଙ୍କା ଯଦି ଏପର୍ଯ୍ୟନ୍ତ ଆସିନଥିବ ତାହେଲେ ଆପଣମାନେ ଟିକେ ଅପେକ୍ଷା କରନ୍ତୁ ସମସ୍ତଙ୍କର ଭତ୍ତା ଟଙ୍କା ଆପଣଙ୍କର ଦିନେ ଦୁଇ ଦିନ ଭିତରେ ଆସିଯିବ। କୁହାଯାଉଛି ଯେ ଆଜି ସନ୍ଧ୍ୟା ସୁଦ୍ଧା ଅଧିକାଂଶ ଲୋକଙ୍କର ଯାହାକି ବ୍ୟାଙ୍କ ଆକାଉଣ୍ଟରେ ଏହି ଟଙ୍କାଟି କ୍ରେଡିଟ୍ ହୋଇଯାଇପାରେ ବୋଲି ଲୋକଙ୍କର ଯାହାକି ଆଶା ରହିଛି। ତେବେ ଦେଖନ୍ତୁ ସରକାରଙ୍କ ତରଫରୁ ଏଥର ଯେଉଁ ଭତ୍ତା ଟଙ୍କାଟି ଦିଆଯାଇଛି କେଉଁମାନଙ୍କୁ କେତେ ଟଙ୍କା ଦିଆଯାଇଛି ଦେଖନ୍ତୁ ଯେଉଁମାନଙ୍କର ଆପଣଙ୍କର ଏପ୍ରିଲ ମାସର ଏବଂ ମଇ ମାସର ଭତ୍ତା ଟଙ୍କା ପେଣ୍ଡିଂ ରହିଥିଲା ସେହି ଟଙ୍କାଟି ସରକାରଙ୍କ ତରଫରୁ ଏଥର ଯାହାକି ଦିଆଯାଇଛି ଅର୍ଥାତ୍ ଆପଣଙ୍କର ଏପ୍ରିଲ ମାସର 1000 ଟଙ୍କା ଏବଂ ମେ ମାସର ଆପଣଙ୍କର ଆଉ 1000 ଟଙ୍କା ଏମିତି କରି ଆପଣଙ୍କୁ ଯାହାକି 2000 ଟଙ୍କା ଦିଆଯାଇଛି। ଦେଖନ୍ତୁ କାଲି କେବଳ ବିଧବା ଯେଉଁ ମହିଳାମାନେ ରହିଛନ୍ତି ସେଇମାନଙ୍କର ଆକାଉଣ୍ଟକୁ ଟଙ୍କା ଆସିଥିବାର ଆମର ଯାହାକି ଖବର ରହିଥିଲା। ଆଜି କିନ୍ତୁ ସମସ୍ତଙ୍କର ଯାହାକି ଟଙ୍କା ଆସିବ ବୋଲି ଯାହାକି କୁହାଯାଉଛି।